ଜଗନ୍ନାଥ। ଆଜି ତ ରଥଯାତ୍ରା। ମୁଁ ମୋ ଘରେ କିପରି ଏହି ପୂଜାଟି କରେ ତାହା ଆଜି ଆପଣମାନଙ୍କୁ ଦେଖାଇବାକୁ ଯାଉଛି। ଏହି ପୂଜା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଏହି ପୂଜାଟି କରାଯାଇଥାଏ। ଆଜି ତ ହେଉଛି ରଥଯାତ୍ରା। ମୁଁ ସକାଳୁ ସକାଳୁ ଉଠି ସ୍ନାନ ସାରି ଫୁଲ ତୋଳିବାକୁ ଚାଲି ଆସିଛି। ଆପଣ ତ ଜାଣିଛନ୍ତି ଏହି ରଥଯାତ୍ରାଟି ଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଆଉ ତାଙ୍କ ଭଉଣୀ ସୁଭଦ୍ରାଙ୍କ ସହ ମିଶି ମାଉସୀ ଘରକୁ ଯାଇଥାନ୍ତି। ଯେଉଁ ଭକ୍ତମାନେ ମନ୍ଦିରକୁ ଯାଇପାରନ୍ତିନି ତାଙ୍କ ପାଇଁ ବାହାରକୁ ଆସିଥାନ୍ତି ଜଗନ୍ନାଥ ଦର୍ଶନ ଦେବା ପାଇଁ। ମୁଁ ତ ପ୍ରତ୍ୟେକ ବର୍ଷ ଯାଇପାରିନଥାଏ ତାଙ୍କର ଦର୍ଶନ କରିବା ପାଇଁ, ସେଥିପାଇଁ ମୁଁ ମୋ ଘରେ ତାଙ୍କର ପୂଜା ଆରାଧନା କରିଥାଏ। ମୁଁ ପ୍ରତ୍ୟେକ ଦିନ ସକାଳୁ ଯେପରି ଗଙ୍ଗା ଜଳ ତୁଳସୀ ମାଟିର ପାଣିକି ମିଶାଇ ଘରେ ସବୁଆଡ଼େ ଛିଞ୍ଚିଥାଏ, ସେହିପରି ଭାବେ ମୁଁ ଆଜି ମଧ୍ୟ ଘର ସାରା ଛିଞ୍ଚିଥାଏ। ଆଉ ତାପରେ ମୁଁ କାଲିଠୁ ଆଣିଥିବା ତୁଳସୀ ପତ୍ର, ସେ ତୁଳସୀ ପତ୍ରକୁ ମୁଁ ମୋ ଝିଅକୁ ଦେଇଥିଲି ମାଳ ଗୁନ୍ଥିବା ପାଇଁ। ମୁଁ କେବେ ଗୁରୁବାର ଦିନ ତୁଳସୀ ପତ୍ର ଛିଡ଼ାଇ ନଥାଏ, ତା'ର ଆଗ ଦିନରୁ ତୁଳସୀ ପତ୍ର ତୋଳି ରଖିଥାଏ। ଆପଣ ତ ଜାଣିଥିବେ ଜଗନ୍ନାଥଙ୍କର ତ ତୁଳସୀ ବହୁତ ପ୍ରିୟ। ତାପରେ ଦୁଆର ମୁହଁରେ ମୁଁ ବନ୍ଧରେ ଚିତା ପକାଇ ଆଉ ଦୁଆର ମୁହଁରେ ଆମ୍ବ ପତ୍ରର ତୋରଣ ଟାଙ୍ଗିଥିଲେ। ଦେଖନ୍ତୁ ମୋ ଝିଅ ଏଇ ଚିତାଟି ପକାଇଥିଲେ, ବହୁତ ସୁନ୍ଦର ଦେଖାଯାଉଛି ନା। ଦୁଆର ମୁହଁରେ ଦେଖନ୍ତୁ ମୁଁ ଦୁଇଟି କଦଳୀ ଗଛ ମଧ୍ୟ ମୋର ରଖିଛି, ଯେଉଁ କଦଳୀ ଗଛକୁ ମୁଁ ମୋର ଛାତ ଉପରେ ରଖିଥିଲି। ଆଉ ଦୁଇ ସାଇଡ଼୍ରେ ଦୁଇଟି କଳସ ମଧ୍ୟ ସ୍ଥାପନ କରି ଦୁଆର ମୁହଁ ବନ୍ଧର ପୂଜା କରିବା ପରେ ଠାକୁର ଘରରେ ଚିତା ମଧ୍ୟ ପକାଇଥିଲି। ମୋ ଘରେ ତ ଭଗବାନଙ୍କର ମୂର୍ତ୍ତି ନାହିଁ, ସେଥିପାଇଁ ମୁଁ ଜଗନ୍ନାଥଙ୍କର ଫଟୋ ଅଛି। ମୁଁ ସେ ଜଗନ୍ନାଥଙ୍କ ଫଟୋକୁ ଗଙ୍ଗା ଜଳରେ ପଞ୍ଚାମୃତରେ ସ୍ନାନ କରାଇ ଯେପରି ନର୍ମାଲ ସବୁଦିନ ପୂଜା କରାଯାଏ, ମୁଁ ସେହିପରି ଭାବେ ପ୍ରଥମେ ଆଗେ ପୂଜା କରି ନେଇଥିଲି। ଦେଖନ୍ତୁ ତାପରେ ଠାକୁର ମଉସା ଚାଲି ଆସିଛନ୍ତି ଆଜି ଆମ ଘରେ ପୂଜା କରିବା ପାଇଁ। ଆଉ ଶାଳଗ୍ରାମ ତ ହେଉଛନ୍ତି ସାକ୍ଷାତ ନାରାୟଣ। ଠାକୁର ମଉସା ନେଇ ଆସିଛନ୍ତି ଏ ଶାଳଗ୍ରାମକୁ, ଆଉ ସ୍ଥାପନ ମଧ୍ୟ କରିସାରିଲେଣି। କଳସ ମଧ୍ୟ ଦେଖନ୍ତୁ ସ୍ଥାପନ କରୁଛନ୍ତି। ଜଗନ୍ନାଥଙ୍କର ତ ହଳଦିଆ ବସ୍ତ୍ର ବହୁତ ପସନ୍ଦ, ତାଙ୍କୁ ମୁଁ ହଳଦିଆ ବସ୍ତ୍ର ଆଉ ଦେଖନ୍ତୁ ତାଙ୍କ ନାଗି ମୋ ଝିଅ ତିଆରି କରିଥିବା ତୁଳସୀ ମାଳକୁ ଜଗନ୍ନାଥଙ୍କୁ ଦେଖନ୍ତୁ ନନା ପିନ୍ଧାଇ ଦେଉଛନ୍ତି। ଜଗନ୍ନାଥଙ୍କୁ ତୁଳସୀ ମାଳ ବହୁତ ପସନ୍ଦ, ସେଥିପାଇଁ ଏହି ପୂଜାରେ ନିଶ୍ଚିତ ଭାବେ ତୁଳସୀ ପତ୍ରକୁ ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କୁ ଅର୍ପଣ କରନ୍ତୁ। ଦେଖନ୍ତୁ ନନା ଆସି ଠାକୁରଙ୍କର ସବୁ ଜିନିଷ ଆଗେ ରେଡ଼ି କରି ନେଇଯାଉଛନ୍ତି, ତାପରେ ଠାକୁରଙ୍କର ପୂଜା ଆରମ୍ଭ କରି ନେଇଛନ୍ତି। ମୁଁ ପ୍ରତ୍ୟେକ ବର୍ଷ ଠାକୁରଙ୍କର ରଥଯାତ୍ରାରେ ହେଉ ବା ବାହୁଡ଼ା ଦିନ ହେଉ ମୁଁ ପୂଜା କରିଥାଏ। ଯେଉଁଥର ମୁଁ ରଥଯାତ୍ରାରେ ପୂଜା କରିନପାରେ ମୁଁ ବାହୁଡ଼ାରେ ପୂଜା କରି ନେଇଥାଏ। କିନ୍ତୁ ଆର ବର୍ଷ ତ ମୁଁ ଘରକୁ ରଥ ଆସିଥିଲେ, ମୋ ଘର ହୋଇଥିଲା ମାଉସୀ ଘର, କିନ୍ତୁ ଏ ବର୍ଷ ତାଙ୍କର ଯେଉଁ ଦାଦାଙ୍କ ଘରକୁ ଠାକୁର ଆସିଥିଲେ ତାଙ୍କର ଏ ବର୍ଷ ଛୁତିକା ହୋଇଯାଇଛି, ସେଥିପାଇଁ ଠାକୁର ତାଙ୍କ ଘରୁ ଏ ବର୍ଷ ଆସିପାରିନାହାନ୍ତି। ମୁଁ କିନ୍ତୁ ଏ ପୂଜା ଜଗନ୍ନାଥଙ୍କର ମୁଁ ଛାଡ଼ି ନପାରି ମୁଁ ଆଜି ପୂଜା କରି ନେଉଛି। ଦେଖନ୍ତୁ ଶାଳଗ୍ରାମ ଆସି ସ୍ଥାପନ ହେବା ପରେ ଦେଖନ୍ତୁ ଠାକୁର କେତେ ସୁନ୍ଦର ଦେଖାଯାଉଛନ୍ତି ନା।
ଆପଣ ଜାଣିଛନ୍ତି ଶିରିଣୀ ତ ଆମ ଗାଁରେ ସବୁ ତିଆରି କରାଯାଏ, କିନ୍ତୁ ଏଠି ଶିରିଣୀ କିପରି କରାଯାଏ ଜାଣିଛନ୍ତି? କଲିକତାରେ ଏଠି କଞ୍ଚା ମଇଦା, କଞ୍ଚା କ୍ଷୀର, ଯେତିକି ପରିମାଣରେ କ୍ଷୀର ନେଇଥାନ୍ତି ସେତିକି ପରିମାଣର ମଇଦା, ସେତିକି ପରିମାଣର ଚିନି ବା ଗୁଡ଼, ତା ସହିତ ନଡ଼ିଆ କୋରା, କିସମିସ୍ ଆଉ ଡାଳିମ୍ବ ପକାଇ ଏହି ଶିରିଣୀଟି ପ୍ରସ୍ତୁତ କରାଯାଇଥାଏ। ତା ମଧ୍ୟରେ ଘିଅ ମଧ୍ୟ ଥାଏ, ଯଦି ତାକୁ ମଧ୍ୟ ଅଳ୍ପ ପକାଯାଇଥାଏ। ଅଳେଇଚ ମଧ୍ୟ ପଡ଼ିଥାଏ। ଏହି ଶିରିଣୀଟି ବହୁତ ସୁନ୍ଦର ମଧ୍ୟ ଲାଗିଥାଏ। ଦେଖନ୍ତୁ, ଇଏ ତ ଶିରିଣୀ କରିବାରେ ବ୍ୟସ୍ତ ରହିଛନ୍ତି, ତାର ମଧ୍ୟରେ ଠାକୁର ନନାଙ୍କୁ ମୁଁ ସବୁ ଯୋଗାଡ଼ ମଧ୍ୟ ଦେଇଦେଇଛି। ଠାକୁର ନନା ପୂଜା ଆରମ୍ଭ କରି ନେଇଛନ୍ତି। ଯେଉଁମାନେ ଠାକୁରଙ୍କୁ ନନାଙ୍କୁ ଡାକିକି ପୂଜା ନ କରିପାରନ୍ତି, ସେମାନେ ନିଜେ ଘରେ ମଧ୍ୟ ଠାକୁରଙ୍କୁ ପୂଜା ନିଜ ହାତରେ କଲେ ମଧ୍ୟ ଜଗନ୍ନାଥ କେବେ ଅଶାନ୍ତି ହୋଇନଥାନ୍ତି। ମନରେ ଭକ୍ତି ରଖି ଠାକୁରଙ୍କୁ ପୂଜା କଲେ ଠାକୁର ନିଶ୍ଚିତ ଭାବେ ଶୁଣିଥାନ୍ତି। ସମସ୍ତଙ୍କର ତ ସକ୍ଷମ ହୋଇନଥାନ୍ତି ଯେ ପୁରୀକି ଯାଇ ତାଙ୍କର ଦର୍ଶନ କରିବା ପାଇଁ। ସେଥିପାଇଁ ଯେଉଁମାନେ ଭକ୍ତି ଭାବେ ଯେଉଁଠି ଥାଇକି ତାଙ୍କୁ ସ୍ମରଣ କରନ୍ତି, ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ସମସ୍ତଙ୍କୁ ଦର୍ଶନ ମଧ୍ୟ ଦେଇଥାନ୍ତି। ଭକ୍ତି ଭାବେ ପୂଜା କରିବା ନିହାତି ଦରକାର। ଭକ୍ତି ଥିଲେ ଭଗବାନ ଯେଉଁଠି ବି ଡାକିଲେ ସେମାନେ ତାଙ୍କର ଡାକ ଶୁଣିଥାନ୍ତି। ଠାକୁର ନନା ଆଳତି ମଧ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଆଳତି କରିବା ପରେ ମୋତେ କହିଲେ ନେଇ ପ୍ରତ୍ୟେକ ଘରେ ନେଇ ସବୁଆଡ଼େ ଆଳତିକୁ ବୁଲାଇ ଦିଅନ୍ତୁ। ଆଉ ମୁଁ ନେଇ ସବୁ ଘରେ ନେଇ ଆଳତିକୁ ବୁଲାଇଛି। ତାପରେ ରୋଷେଇ ଘର, ଦୁଆର ମୁହଁରେ ସବୁଆଡ଼େ ନେଇ ସେଇ ଆଳତିକୁ ମୁଁ ଦେଖାଇଛି। ତାପରେ ଯଜ୍ଞ ନନା କରିବା ଆରମ୍ଭ କରିଦେଇଛନ୍ତି। ଯଜ୍ଞରେ ଦେଖନ୍ତୁ, ଆମ ଗ୍ରାମରେ ଯଜ୍ଞରେ କେବେ ବେଲପତ୍ରରେ ଆହୁତି ଦିଆଯାଇନଥାଏ, କିନ୍ତୁ ଏଠି କଲିକତାରେ ଯେତେବେଳେ ଯଜ୍ଞ କରାଯାଏ ବେଲପତ୍ରରେ ଆହୁତି ଦିଆଯାଇଥାଏ। ଆମେ ଯେଉଁଠି ରହିବା ସେହିପରି ଭାବେ ଆମେ ତାକୁ ଚଳେଇବାକୁ ପଡ଼ିଥାଏ। ସେଇଥିପାଇଁ ଆମର ଗ୍ରାମରେ କ'ଣ କିପରି ପୂଜା କରାଯାଉଛି ତା ତ ଧରିଲେ ଆମେ ଏଠି ପୂଜା କରିପାରିବାନି। ସେଥିପାଇଁ ମୁଁ ପ୍ରତ୍ୟେକ ବର୍ଷ ଏଠି ଯେପରି ଭାବେ ପୂଜା କରାଯାଏ ମୁଁ ସେହିପରି ଭାବେ ପୂଜା କରିଥାଏ। ତାପରେ ଆମର ଆଳତି କରାଯାଇଛି। ଠାକୁର ନନା କହିଛନ୍ତି ଯେ ଆମେ ସମସ୍ତେ ମିଶି ଦେଖନ୍ତୁ, ଆଗେ ଆମେ ଦୁଇ ଜଣଙ୍କୁ ଆଳତି କରିବାକୁ କହିଛନ୍ତି, ତାପରେ ଛୁଆଙ୍କୁ ଛୁଆଙ୍କୁ ସାଙ୍ଗରେ ଆଳତି କରିବାକୁ କହିଛନ୍ତି। ଆମେ ସମସ୍ତେ ମିଶି ଠାକୁରଙ୍କର ଆଳତି ମଧ୍ୟ କରୁଛୁ। ଦେଖନ୍ତୁ, ଠାକୁର ପୂଜା କରିବା ପରେ ଠାକୁରଙ୍କ ରୂପ ଦେଖନ୍ତୁ, ବହୁତ ସୁନ୍ଦର ଦେଖାଯାଉଛନ୍ତି ନା। ଯଦି ଏହି ପୂଜାଟି ଆପଣମାନଙ୍କୁ ବହୁତ ଭଲ ଲାଗିଥାଏ, ତାହେଲେ ଆପଣମାନେ ଲାଇକ୍ ଆଉ କମେଣ୍ଟ ମଧ୍ୟ କରନ୍ତୁ। ଆପଣମାନଙ୍କ ଘରେ ଯଦି ଜଗନ୍ନାଥ ଅଛନ୍ତି, ଆପଣ କିପରି ଭାବେ ଜଗନ୍ନାଥଙ୍କର ପୂଜା କରନ୍ତି ଆପଣ ସେଇ କମେଣ୍ଟରେ ମଧ୍ୟ ଲେଖନ୍ତୁ। ଜୟ ଜଗନ୍ନାଥ।